ପରଦା ଉଠୁଛି ପରଦା ପଡ଼ୁଛି ପରଦା ପଛରୁ ଇଶାରା ଆସୁଛି ଯବନିକା ସତ ଜୀବନ ଯେ ମିଛ ଏ ଦୁନିଆ ରଙ୍ଗମଞ୍ଚ 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 ରଙ୍ଗମଞ୍ଚ। नमस्कार सुधी दर्शक बंधु ओडिया साहित्यर सर्वप्रथम दृश्यभित्तिक साहित्य पत्रिका रंगमंचर एही संख्या को आपण मान को स्वागत करुछे मु शिल्पी सिक्ता। रंगमंच रंगमंच रंगमंच। आद्य रे संपादकीय मुख्य संपादक श्रीयुक्त हेमेंद्र महापात्र। नमस्कार दर्शक बंधु आज आमे रंगमंचर ये साप्ताहिक संख्या को प्रकाश काल संपादकीय क्रम आम एति कहवाक चाहूँ जे रंगमंच एक विश्लेषणात्मक पत्रिका जहाँकि नाटक संबंधी रंगमंच संबंधी विभिन्न कार्यक्रम एथिरे उपस्थापित हेउछि। तत्सहित साहित्यर कविता अबा गल्प अबा साक्षात्कार एमिति केतेबेले केमिति आमे आपणकर अवगति निमंते एठारे उपस्थापना करूअछु। तेणु एही क्रम रे आमे विभिन्न समय रे पत्रिकाटार कलेबर को आमे विभिन्न प्रकार चेष्टा करुचु बदलैबाकू। एथिपाई आपण मानकर सहयोग और सम्मति कामना करुचु। विशेष करी रंगमंच को आपण माने एते समय धरी एते संख्या रे बेस सुंदर भाव रे उपभोग करि आछंती। ये संख्या को मु आपण मानक उद्देश्य रे समर्पण करी मोर संपादकीय संपन्न करुछु। धन्यवाद दर्शक बंधु। आज संपादकीय क्रम रे मु पुणी थे आपण अनुरोध करी आपण माने यही चैनल टी को निश्चित भाव रे लाइक शेयर एवं सब्सक्राइब करने को भूलिबे नहीं। धन्यवाद बंधुगण। एथर आसंतु देखिबा काहे कि से व्यासकवि एक आलोचना आलोचक डॉक्टर लक्ष्मीकांत त्रिपाठी। फकीरमोहनଙ୍କର जो समसामयिक साहित्यिक माने साहित्य रचना करुଥିଲେ ସେମାନଙ୍କ ଭିତରୁ ଫକୀରମୋହନ ଥିଲେ ଅଧିକ ବାସ୍ତବବାଦୀ। ଯେଉଁମାନେ ସେତେବେଳେ କବିତା ରଚନା କରୁଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ଫକୀରମୋହନ ସବୁବେଳେ ସତ୍ୟ କଥା ଏବଂ ନିଖୁଣ କଥାର ଅବତାରଣା କରୁଥିଲେ। କଳ୍ପନାର ବିଳାସ ତାଙ୍କ କବିତାରେ ନଥିଲା। ଫକୀରମୋହନଙ୍କ କବିତାରେ ସ୍ୱପ୍ନର ତାଜମହଲ ନଥିଲା। ସ୍ୱପ୍ନର ତାଜମହଲ ଗଢ଼ିବା ପାଇଁ ସେ କେବେ ହେଲେ ମଧ୍ୟ ଇଚ୍ଛା ପ୍ରକାଶ କରିନଥିଲେ। ଦୁଇ ଆଖିରେ ଯାହା ସେ ଦେଖୁଥିଲେ ତାକୁ ହିଁ କବିତାରେ ସେ ଅବତାରଣା କରୁଥିଲେ। ସେଇଥିପାଇଁ ତାଙ୍କର କବିତା ଥିଲା ବସ୍ତୁନିଷ୍ଠ। ତାଙ୍କ କବିତାରେ ମଣିଷ ଜୀବନରେ ଥିବା ଦୁଃଖ ଦୈନ୍ୟ ନିରାଶା ଅସହାୟତା ये सब सबुबले प्रस्फुटित होकि बाहरिला। मनिषर गोटे बड़ दुखर समय होची वार्धक्य। वार्धक्य समय जदि पुत्र पुत्रवधू बा परिवार लोक माने सहायता करती बा स्नेहर हाथ बढ़ाती ताहले जीवनटा सुखमय होता है। वर्तमान समय आम मैंने देखुचु जो वार्धक्य समय आसिले बहुत व्यक्ति अच्छा से माने एकुटिया हो जाउछंती। कहीं ताको पचारू नाहंती। पुओ झियो पाठ पढ़ी बाहर चाकरी करुचंती। सेमानक कथा बुझिया पई पुओ झियोंक हाथ में समय नहीं। तेणु मनीष एकुटिया हो जाउछि। ए जो एकुटियापण फकीरमोहन समय मध्य थिला। फकीरमोहन स्त्री बहुत दिन विदाय नहीं चली जाते। फकीरमोहन पुओ कार्य उपलक्ष्य चाकरी क्षेत्र में रोते।
ତେଣୁ ବାଲେଶ୍ୱରର ଶାନ୍ତି କାନନରେ ଫକୀରମୋହନ ଏକୁଟିଆ ନିର୍ଜନ ଭାବରେ ବାସ କରୁଥିଲେ। ତାଙ୍କର ସେଇ ନିର୍ଜନତା ସେଇଟା କବିତାରେ ବହୁତ ସମୟରେ ରୂପ ପାଇଛି। ଆଉ ଗୋଟିଏ କଥା, ଯେତେବେଳେ ମଣିଷ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ହେଇଯାଏ ସେତେବେଳେ ନିକଟତମ ଲୋକ ମଧ୍ୟ ଚାହାନ୍ତି ଯେ ଇଏ ବୁଢ଼ା ନିକଟରୁ କିଛି ଅର୍ଥ ଆମେ ସଂଗ୍ରହ କରିବା ବା ଅର୍ଥ ଖସେଇ ନେବା। କେବଳ ନିଜ ଲୋକ ନୁହନ୍ତି, ସାହି ପଡ଼ୋଶୀ ଏବଂ ପରିବାରର ଲୋକମାନେ ମଧ୍ୟ ସବୁବେଳେ କିଛି କିଛି ଆକାଂକ୍ଷା ରଖିଥାନ୍ତି। ଜଣେ ବୁଢ଼ା ନିକଟରୁ କିଛି କିଛି ସଂଗ୍ରହ କରିବାର ଆଶା ସେମାନେ ପୋଷଣ କରିଥାନ୍ତି। ଏଇଭଳିଆ ଗୋଟେ କାହାଣୀକୁ ନେଇ, ଗୋଟେ ଘଟଣାକୁ ନେଇ ଫକୀରମୋହନ ମଧ୍ୟ କବିତା ଲେଖିଛନ୍ତି। ଗୋଟେ ମଣିଷ ବୁଢ଼ା ହେଇଗଲେ ତାର ମନର ଅବସ୍ଥା ଯାହା ହେଇଥାଏ ତାକୁ ସେ ତୁଳନା କରିଛନ୍ତି ଗୋଟେ ବୁଢ଼ା ହରିଣ ସହିତ। ସେ ବୁଢ଼ା ହରିଣର ଶେଷ ସମୟ କିପରି ଦୁଃଖରେ କଟିଛି ବା ତାକୁ ସାନ ଟୋକା ହରିଣମାନେ ତାଙ୍କ ନିକଟକୁ ଆସିକି ସାନ୍ତ୍ୱନା ଦେବା ବଦଳରେ କ'ଣ ଆଶା କରିଛନ୍ତି, ଫକୀରମୋହନଙ୍କର ବୁଢ଼ା ହରିଣ କଥା କବିତାରୁ ସ୍ପଷ୍ଟ ଭାବରେ ଉପଲବ୍ଧି କରିହେବ। ଆସନ୍ତୁ ଆଜି ପଢ଼ିବା ଫକୀରମୋହନଙ୍କର ସେହି କବିତା ବୁଢ଼ା ହରିଣ କଥା। ବନ ଏକ ପ୍ରାନ୍ତେ ବୁଢ଼ା ହରିଣ ଗୋଟିଏ, ପଡ଼ିଥାଏ ଏକୁଟିଆ ପଚାରେ ବା କିଏ। ଭେଣ୍ଡିଆ ହରିଣେ ବୁଲୁଥାନ୍ତି ଚିଲା ମାରି, ସନ୍ତିଆ ବୁଢ଼ାକୁ କିଏ ଯାଉଛି ପଚାରି। ଘାସ କିଆରିଟି ରଖିଥିଲା ସେ ଆଗୋଳି, ବୁଢ଼ନ୍ତ କାଳକୁ କରି ତେତିକି ସଂଖାଳି। ବାଧିକା ପଡ଼ିଛି ବୁଢ଼ା ପଡ଼ିଗଲା ଡାକ, ଶଙ୍ଖୁଳି ଓଇଲେ ତାର ଗୋଷ୍ଠୀ ମୃଗଯାକ। କିଆରିରୁ ଘାସ ଚାପି ନେଇ କଳେ କଳେ, ବୁଢ଼ା ହରିଣକୁ ବେଢ଼ି ବସିଲେ ସକଳେ। ସାନ କିଆରିଟି ଯହୁଁ ସରିଗଲା ଘାସ, ଲୋଡ଼ିଲେ ଯେ ଯାହା ବାଟ, ଆରେ ଲୋଡ଼ିଲେ ଯେ ଯାହା ବାଟ କେ ରହୁଛି ପାଶ। ବଳୁଆ ଭେଣ୍ଡିଆଟିଏ ପଡ଼ିଥିଲା ଟାକି, ଚାପିଦେଲା କିଆରିରେ ଯାହା ଥିଲା ବାକି। ଭଲ ହେଲା ବୁଢ଼ା ଦେଲା ଘାସ କୁଅ ନାହିଁ, ହାୟ 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 କେରେ ସୁଦ୍ଧା ପଥି ପାଇ ନାହିଁ। ଭାଜିଲା ବାଧିକା ବେଳେ ମୋର ଜ୍ଞାତି ଗଣେ, ନ ଆସିଲେ ଥାନ୍ତି ମୁହିଁ ସୁଖରେ ଜୀବନେ। ଭାଳିଲା ବାଧିକା ବେଳେ ମୋର ଜ୍ଞାତି ଗଣେ, ନ ଆସିଲେ ଥାନ୍ତି ମୁହିଁ ସୁଖରେ ଜୀବନେ। ବିଚାରିଲା ଘାସ ପୁଣି କଅଁଳିବ କାଲି, ସୁଖେ ରାମ ଦୁଃଖେ ରାମ ଦିନ ଯିବ ଚାଲି। ସୁଖେ ରାମ ଦୁଃଖେ ରାମ ଦିନ ଯିବ ଚାଲି। ଧନ୍ୟବାଦ ଡକ୍ଟର ତ୍ରିପାଠୀ। ଏଥର ଆସନ୍ତୁ ଶୁଣିବା ଏକ କବିତା, କବି ଶ୍ରୀଯୁକ୍ତ ରାଜୀବ ପାଣି। କବିତାର ଶୀର୍ଷକଟି ହେଉଛି ସର୍ଜନା। କବିତାର ଶୀର୍ଷକ ସର୍ଜନା। ଏବେ ତ ଅସ୍ତଗାମୀ ସୂର୍ଯ୍ୟର ବାହୁଡ଼ିବାର ବେଳ। ଏବେ ତ ଅସ୍ତଗାମୀ ସୂର୍ଯ୍ୟର ବାହୁଡ଼ିବାର ବେଳ। ଅସ୍ତଗାମୀ ସୂର୍ଯ୍ୟର କଥା ନୁହଁ, ପୁରା ବିଲୟ ହେବାର କାଳ। ପ୍ରେମିକାର ଗାଲରେ ଚିତ୍ରିତ କଳାଜାଇର ଛାଇ, ପ୍ରେମିକାର ଗାଲରେ ଚିତ୍ରିତ କଳାଜାଇର ଛାଇ। ତମ ହାତ ପାପୁଲିରେ ବୃହସ୍ପତି, ଓଠରେ ସ୍ମିତ ପିନ୍ଧା ଗୋଲାପ ପାଖୁଡ଼ା। ଦେହ ଦେହରେ ପିଲାଦିନର ଦାଗ, ଆଉ ବାଣ୍ଟି ପାରିବିନି କାହାକୁ। ଆସିଲାଣି ପବନ ମିଳେଇ ଯିବାର ମୁହୂର୍ତ୍ତ। ଆମେ ଆଉ କେବେ କହିବାନି ଚର୍ଚ୍ଚିଲ ଅବା ଆଲେକ୍ଜାଣ୍ଡାର ବୀରତ୍ୱ କାହାଣୀ। ଆମେ ଆଉ କେବେ କହିବାନି ଚର୍ଚ୍ଚିଲ ଅବା ଆଲେକ୍ଜାଣ୍ଡାରର ବୀରତ୍ୱ କାହାଣୀ। ଶୁଣିବାନି କୃଷ୍ଣ ଅର୍ଜୁନଙ୍କ ଜ୍ଞାନପୂର୍ଣ୍ଣ ହିତବାଣୀ। ଦେଖିବାନି କେବେ ରାମ ରାବଣ ଯୁଦ୍ଧର ବିଭୀଷିକା। ଶୁଣିବାନି
ଚାଇନା ଓ ଇଟାଲୀର ଚମତ୍କାରିତା, ପାକିସ୍ତାନର ବାହାସ୍ଫୋଟ ଅବା ଆତଙ୍କବାଦୀର ଲୁଟତ୍ରାଜ, ଘୁଷିବାନି ବି କେବେ କେଉଁ କାଳେ ବୁଦ୍ଧ ଶିଖେଇଥିବା ମନ୍ତ୍ର। ଏମିତି ଏକ ଆତଙ୍କିତ ମୁହୂର୍ତ୍ତରେ ବଲବଲ ହୋଇ ତମକୁ ଦେଖୁଥିବି କିଛି କାଳ। ଏମିତି ଏକ ଆତଙ୍କିତ ମୁହୂର୍ତ୍ତରେ ବଲବଲ ହୋଇ ତମକୁ ଦେଖୁଥିବି କିଛି କାଳ। ପଚାରିବିନି କେମିତି ଥାଏ ଅନ୍ଧାର ଆଉ ସୂର୍ଯ୍ୟାଲୋକର ରଙ୍ଗ, କେମିତି ଥାଏ ମୃତ୍ୟୁ ପରେ ଜୀବ ଯିବାର ଘର। ତମେ ଥିବ ନୀରବ ନିଶ୍ଚଳ, ନିରସ୍ତ୍ର ପ୍ରହରୀ, ହାତଠାରି ଦେଖେଇ ଦେବ, ଦେଖ ପ୍ରାଣପକ୍ଷୀ ଉଡ଼ିଗଲା କାଲି ରାତିରେ ଆଗ ଘର 4 ମହଲାରେ। ମିଳେଇଗଲା ମହାଶୂନ୍ୟରେ ଲୋହିତ ବର୍ଣ୍ଣରେ ଏକ ଛାୟା। ଆକାଶରେ ଉଡ଼ିଗଲା ଗ୍ରହାନ୍ତର, ଅଦୃଶ୍ୟ ହେଇଗଲା ଶୂନ୍ୟମଣ୍ଡଳ। ତଥାପି ଆମ ଆଖି ଗୁହାଡ଼ରେ ସ୍ଥିର ହୋଇଗଲା କେଉଁଠି ବୋଧେ ଆକାଶରେ ତାରା ପାଲଟି ଗଲା। ଏବେ କୁହ ତ ଆମେ କେଉଁଠି ଅଛୁ? ତମ ଭିତରେ ମୁଁ ନା ମୋ ଭିତରେ ତମେ? ଲୋଭରେ ନା ଲାଭରେ? ଈର୍ଷାରେ ନା ଦମ୍ଭରେ? ଅନୁରାଗରେ ନା ବିରାଗରେ? ଆସ ପୃଥିବୀ ବିଲୀନ ହେବା ଆଗରୁ ଆମ ଦୁହିଁଙ୍କ ରକ୍ତରେ ଥରେ ହେଲେ ଜାଳିଦେବା ନୂଆ ସର୍ଜନାର ଦୀପଟିଏ। ନମସ୍କାର। ଧନ୍ୟବାଦ ଶ୍ରୀଯୁକ୍ତ ରାଜୀବ ପାଣି। ଏଥର ଆସନ୍ତୁ ଯିବା ପ୍ରଶ୍ନ ପଞ୍ଚକକୁ। ଏ ସଂଖ୍ୟାର ଅତିଥି ବିଶିଷ୍ଟ ଅଭିନେତା ଶ୍ରୀଯୁକ୍ତ ଅଶୋକ ଦାସ। ନମସ୍କାର। ରଙ୍ଗମଞ୍ଚର ଏ ସଂଖ୍ୟାର ପ୍ରଶ୍ନ ପଞ୍ଚକରେ ମୁଁ ଇପ୍ସିତା ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମର ଅତିଥି ଓଡ଼ିଆ ମଞ୍ଚ ଧାରାବାହିକ ତଥା ଚଳଚ୍ଚିତ୍ରର ଜଣେ ଚର୍ଚ୍ଚିତ ଚେହେରା ଶ୍ରୀଯୁକ୍ତ ଅଶୋକ ଦାସ। ଶ୍ରୀ ଦାସ, ମୁଁ ଆପଣଙ୍କୁ ଏ ପ୍ରଶ୍ନ ପଞ୍ଚକରେ ସ୍ୱାଗତ ଜଣାଉଛି। ଶ୍ରୀଯୁକ୍ତ ଦାସ, ଆପଣ ମଞ୍ଚ, ଧାରାବାହିକ ଓ ଚଳଚ୍ଚିତ୍ର ତିନୋଟି ଯାକ ପ୍ଲାଟଫର୍ମରେ ଆପଣ ବେଶ୍ ସଫଳତା ଲାଭ କରିଛନ୍ତି। ଆପଣ ଏ ଦିଗ ପ୍ରତି କେମିତି ଆକୃଷ୍ଟ ହେଲେ ଆଉ କେମିତି ପ୍ରବେଶ କଲେ? ଜୀବନରେ ପ୍ରତ୍ୟେକ ମଣିଷର କିଛି ନା କିଛି ହେବା ପାଇଁ ଇଚ୍ଛା ଥାଏ। କିଏ ଡାକ୍ତର ହେବା ପାଇଁ ଇଚ୍ଛା କରେ, କିଏ ଇଞ୍ଜିନିୟର ହେବା ପାଇଁ ଇଚ୍ଛା କରେ। ମୁଁ ସେମିତି ସ୍କୁଲରେ ପଢ଼ିଲା ବେଳେ ଗୋଟେ କଳାକାର ହେବା ପାଇଁ ଇଚ୍ଛା କରିଥିଲି, କିନ୍ତୁ ଜାଣିନଥିଲି ଭବିଷ୍ୟତରେ ମୁଁ ଗୋଟେ କଳାକାର ହେବି ବୋଲି। ଯେତେବେଳେ ପ୍ରଥମେ ମୁଁ ମଞ୍ଚ ଉପରେ ଛିଡ଼ା ହେଲି, ସେଇ ମୁହୂର୍ତ୍ତରେ ହିଁ ମୋ ଭିତରେ ଗୋଟେ ଫିଲିଙ୍ଗସ୍ ଆସିଲା ଯେ ମୁଁ ଗୋଟେ କଳାକାର ହେଇପାରିବି। ତାପରେ ଟିଭି ଜଗତ ପ୍ରତି, ଫିଲ୍ମ ଜଗତ ପ୍ରତି ମୁଁ ଆକୃଷ୍ଟ ହେଲି, କାହିଁକିନା ଏଇଟା ଗୋଟେ ମିଡ଼ିଆ ଜଗତ ଥିଲା। ସାର୍, ଏଇ ତିନୋଟି ଧାରା ଭିତରୁ ଆପଣ କେଉଁଥିରେ ବେଶୀ ସଫଳ ଓ ସନ୍ତୁଷ୍ଟ? ତିନିଟା କ୍ଷେତ୍ରକୁ ଯଦି ତୁଳନା କରାଯାଏ, ମୁଁ ଭାବୁଛି ଟିଭି କ୍ଷେତ୍ରରେ ମୁଁ ବେଶୀ ସନ୍ତୁଷ୍ଟ ଅନୁଭବ କରିଛି। ନାଟ୍ୟ କ୍ଷେତ୍ରରେ ମୁଁ ସାଟିସ୍ଫ୍ୟାକ୍ସନ୍ ପାଇଛି, ନାଟ୍ୟ ଜଗତରେ ମୁଁ ସାଟିସ୍ଫ୍ୟାକ୍ସନ୍ ପାଇଛି, କିନ୍ତୁ ଫିଲ୍ମ ଜଗତରେ ସାଟିସ୍ଫ୍ୟାକ୍ସନ୍ ଏପର୍ଯ୍ୟନ୍ତ ପାଇପାରୁନି। ସମଗ୍ର ନାଟ୍ୟ ଜଗତରେ ଆପଣ ରଙ୍ଗମଞ୍ଚର ଆବଶ୍ୟକତାକୁ କେତେ ଅନୁଭବ କରିଛନ୍ତି? ରଙ୍ଗମଞ୍ଚ ବିନା କେହି ଜଣେ ସଫଳ ଅଭିନେତା ହେଇପାରିବନି। ଆଜି ପର୍ଯ୍ୟନ୍ତ ଓଡ଼ିଆ ହଉ କି ହିନ୍ଦୀ ହଉ କି ମରାଠୀ ହଉ, ଯେତେ ଅଭିନେତା ସଫଳ ହେଇଛନ୍ତି ସବୁ ରଙ୍ଗମଞ୍ଚରୁ ଆସିଛନ୍ତି। ସାର୍, ଆପଣ ଜଣେ ସଫଳ ଅଭିନେତା, କେବେ କେମିତି ନିର୍ଦ୍ଦେଶନା କ୍ଷେତ୍ରକୁ ଯାଇଛନ୍ତି କି? ନିର୍ଦ୍ଦେଶନା କ୍ଷେତ୍ରକୁ ଯିବା ପାଇଁ ମୁଁ ତ ଆଗ୍ରହ ପ୍ରକାଶ କରିନି ଏପର୍ଯ୍ୟନ୍ତ। ତଥାପି ମଞ୍ଚ ନାଟକ 2ଟା କି 3ଟା ମୁଁ ନିର୍ଦ୍ଦେଶନା ଦେଇଛି। ଗୋଟିଏ ସଫଳ ଅଭିନେତାର ମୂଳ ମନ୍ତ୍ର କ'ଣ, ଯାହାକୁ ଆପଣ ଜପ କରି ଆପଣଙ୍କ ଜୀବନରେ ଗୋଟେ ସଫଳ ଅଭିନେତାର ପରିଚୟ ପାଇଛନ୍ତି?
सफलतार मूलमंत्र हूँ श्रृंखला, निष्ठापरता, समानुवर्तिता। कौन सी व्यक्ति जदि सफलता हासिल करने चाहे मु भावुँ ये तीनटा जिनस प्रति से ध्यान देवा उचित। धन्यवाद श्रीजुक्त दास। ये थिले आम ओडिया मंचर जड़े सफल कलाकार श्रीजुक्त अशोक दास। एबे आमे ए संख्यार प्रश्न पंचक ये समाप्त करुचु। आगामी संख्यार पुणी देखा हब। नमस्कार। एथर आसतु देखा नाटकटी डॉक्टर गणेश्वर मिश्र गल्प चोर पुलिस नाट्य रूपांतर। आज्ञा नमस्कार। आज आप गोटे बढ़िया गप कह ना ना ये गपटा मो निजर नुहे यहाँ खबर कागज बाहर गपर ना हाँ चोर पुलिस खेल या लिखिं गणेश्वर मिश्र। थर आज्ञा कौन हो पुरी टाउन गोटे चोरी होगा। पुरी कौन गोटे साई भड़ा घरे रोकवा जन ऑफिसर पत्नी सकाल उठी देखिले रोसई घर सब बासन कुसन स्टोव सब उभा नहीं एमती कि हांडी पखाड़ आ शिशिर आचार भी नहीं। रोसई घर कबाटा ठिया मेला तापर अफसर हो सांगे सांगे थाना को जाइए एफआईआर देले चोरी विषय जनइले। नमस्कार आज्ञा काली रात आम घर सब चोरी मुझे एफआईआर दवा हाँ ठीक अच्छे तुम जाओ देखिए। किंतु फल किसी ता 7-8 दिन पर अफसर जनक साई मुंडा पान दुकान जाए पान किणु था यही समय से पहुँचले साईर मुखिया नागू पूजा पंडा। पदन गोटे पान देलु कौन बाबू तुम चोरी जिनस मिलगला नाई आज्ञा मिलूँ कहीं थाना को दौड़ दौड़ तो नयांत हेलुनी। हाँ सेमती थाना को दौड़ आम तो मणि मुंडिया ए आमको पचारुची किए नाई आज्ञा आपन जदि टिके बुझाबुझी करते जदि कुआडे मिल जाता। ओ देखिबा देखिबा हां ठीक है। अरे पान गोटे देलु देलु पूजा पंडा पान दुकान रू फेरी तुरंत काशिया कपिला 2 जन को डकैले। आज्ञा आपन भावुचंती काशिया कपिला किए बोली काशिया कपिला होचंती से साईर मुख्य चोर। ताको डाकिकरी पूजा पंडा कहले अफसर को घर चोरी होईची साईर प्रेस्टीज कथा तुरंत काली सकाळु चोर को डाकिकी मो सामने हाजर कराओ। ता परदिन सकाळु पूजा पंडा गाधे पाधे मंदिर पूजा सारी फेर था यही समय काशिया कपिला 2 जन माधिया चोर को धरी पाखे पहुँचले। भूल आपन को न पचारी आपन साई रे के चोरी करे माके कौन है जिगरे ये आज्ञा धान पाछरा साई रो चोर आम साइरे चोरी करछि हमकु न पचारी आम साई रो प्रेस्टीज लीक करबो नै एथर हमें कोन करियो कासिया कपड़ा को न पचारी आपन साई रे आज के चोरी करबे ओ ओ हला हला ओडे काम करिवु ते बाबूंकर बासन कुसन काली सब फेरे देबु बुझिलु ए बेइ नाकुआटा सत को सत घंटाए पर माधिया चोर ऑफिसर को घर चोरी करथिबा सब बासन कुसन नहीं पूजा पंडा घर पहुँचला। जमलो मागे धरा पड़ जा बड़ माड़ खाई तमें व्यस्त हेनी मो मु सब एटी बुझीदेवी बुझला कंसा बासन आई स्टोवटा कहीं रे स्टोवटा कौन कर थाना बाबू से नीचे रखी दे पुरी अवस्था का एमती गुलिगप बहुत चले किंतु यहीटा को आप गुलिगप बोली भावेनि कि हल्कार ने यही गपटारू आम 3टी मुख्य जिनस जाना पाऊँ। प्रथम कथा चोर मैंने चाहिए चोर धरा पड़े।
ଯେମିତି କାଶିଆ କପିଳା ଚାହିଁବାରୁ ମାଧିଆ ଚୋର ଧରା ପଡ଼ିଲା। ଦ୍ୱିତୀୟ କଥା ହେଲା ପୋଲିସ ମାନଙ୍କ ସାଙ୍ଗରେ ଚୋରମାନଙ୍କର ଭାରି ମଧୁରିଆ ସମ୍ପର୍କ ଥାଏ। ଯେମିତି ଦେଖନ୍ତୁ ଚୋର ଚୋରି କରିଥିବା ସବୁଠୁ ଦାମିକା ଜିନିଷଟା ଯେଉଁ ଷ୍ଟୋଭ୍, ସେଇଟାକୁ ଥାନା ବାବୁ ନିଜେ ନିଜ ପାଖରେ ରଖିଲେ। ତାପରେ ସାଇ ମୁରବୀ ନ ଚାହିଁଲେ ଆଜ୍ଞା ଚୋର ମୋଟେ ଧରା ପଡ଼ିବେନି। ଯେମିତି ନାଗୁ ପୂଜା ପଡ଼େ ଚାହିଁବାରୁ ମାଧିଆ ଚୋର ଧରା ପଡ଼ିଲା ଆଉ ସବୁ ଜିନିଷ ଫେରାଇଲା। ଏ ଗପଟାକୁ ବଖାଣିବାର ପ୍ରଧାନ ଉଦ୍ଦେଶ୍ୟ ହେଲା ଏଇ କେତେ ମାସ ହେଲା ଆମ ରାଜ୍ୟରେ ଖାଲି ଚୋରି ଡକାୟତି ପ୍ରେମ ଟଙ୍କା ଏଇ ସବୁ ବେପାରରେ ଓଡ଼ିଶା ଖାଲି ଉଠୁଛି ପଡ଼ୁଛି। ତେଣୁ ଚାଲନ୍ତୁ ଏ ବିଷୟରେ ଆମେ ମୁଖ୍ୟଙ୍କୁ ଜଣାଇବା। କାରଣ ମୁଖିଆ ଚାହିଁଲେ ଚୋର ଧରା ପଡ଼ିବ। କାହିଁକି ନା ଚୋରମାନେ ଆଜିକାଲି ମୁଖିଆଙ୍କ କଥାରେ ଆତଯାତ ହେଉଛନ୍ତି। କ'ଣ ବୁଝିଲେ ତ ମୋ କଥା? ପରଦା ଉଠୁଛି ପରଦା ପଡ଼ୁଛି, ପରଦା ପଛରୁ ଇଶାରା ଆସୁଛି। ଯବନିକା ସତ ଜୀବନ ଯେ ମିଛ, ଏ ଦୁନିଆ ରଙ୍ଗମଞ୍ଚ, 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 ରଙ୍ଗମଞ୍ଚ। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ଅଶେଷ ଧନ୍ୟବାଦ। ଏହି ସଂଖ୍ୟାକୁ ଏଇଠି ଶେଷ କରୁଛୁ। ତେ ବନ୍ଧୁଗଣ, କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମକୁ ନିଶ୍ଚୟ ଜଣାଇବେ ଏବଂ ଆମର ଏହି ରଙ୍ଗମଞ୍ଚ ଚ୍ୟାନେଲଟିକୁ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେନି। ଆମକୁ ଯୋଗାଯୋଗ କରିବାର ଠିକଣା ହେମେନ୍ଦ୍ର ମହାପାତ୍ର, ମୋବାଇଲ ତଥା ହ୍ୱାଟ୍ସଆପ୍ ନମ୍ବର 9861350951। ତେ ବନ୍ଧୁଗଣ, ପରବର୍ତ୍ତୀ ସଂଖ୍ୟା ଆପଣମାନେ ଦେଖିବାକୁ ପାଇବେ ଆଗାମୀ ଶୁକ୍ରବାରରେ। ତେବେ ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର। ରଙ୍ଗମଞ୍ଚ, ରଙ୍ଗମଞ୍ଚ, ରଙ୍ଗମଞ୍ଚ।